ଜୟଗୁରୁ ଯୋଗ ସାଧନ କ୍ରାଟକ ଯୋଗର ଶକ୍ତି। ଦିନେ ଅପରାହ୍ନରେ ସୁମରି ଦାସଜୀଙ୍କ ସହିତ ନିଗମାନନ୍ଦ ଭ୍ରମଣ କରିବାକୁ ଯାଇ ଅକସ୍ମାତ୍ ସମ୍ମୁଖରେ ଗୋଟିଏ ବିରାଟକାୟ ବ୍ୟାଘ୍ର ଦେଖି ଭୟରେ କାତର ହୋଇପଡ଼ିଲେ। ସଙ୍ଗେ ସଙ୍ଗେ ସୁମରି ଦାସଜୀ ବ୍ୟାଘ୍ର ଚକ୍ଷୁରେ ନିଜର ଦୃଷ୍ଟି ସ୍ଥାପନ କରିବା ମାତ୍ରେ ବ୍ୟାଘ୍ର ଭୟରେ ସ୍ତମ୍ଭିତ ହୋଇଗଲା। ବ୍ୟାଘ୍ର ଉପରୁ ସୁମରି ଦାସଜୀଙ୍କର ଦୃଷ୍ଟି ଅପସୃତ ହେବା ମାତ୍ରେ ବ୍ୟାଘ୍ରଟି ଦ୍ରୁତ ଗତିରେ ପଳାୟନ କଲା। ନିଗମାନନ୍ଦ ବିସ୍ମିତ ହୋଇ ପଚାରିଲେ, ଏହାକୁ କି ଯୋଗ କହନ୍ତି? ଏହା କ୍ରାଟକ ଯୋଗ ବୋଲି କହି ସୁମରି ଦାସଜୀ ନିଗମାନନ୍ଦକୁ କ୍ରାଟକ ଯୋଗ ସମ୍ବନ୍ଧୀୟ ଉପଦେଶ ପ୍ରଦାନ କଲେ ଏବଂ ଏହି କ୍ରାଟକ ଯୋଗର କୌଶଳ ଶିକ୍ଷା ଦେଇ କହିଲେ ଯେ ମନୁଷ୍ୟ ଭିତରେ ସମସ୍ତ ଶକ୍ତି ବିଦ୍ୟମାନ। ଟିକିଏ ଜାଗ୍ରତ କରିପାରିଲେ ମନୁଷ୍ୟ ସମସ୍ତ ପୃଥିବୀ କରାୟତ୍ତ କରିପାରେ। ସୁମରି ଦାସଙ୍କ ପରିଚୟ। ପ୍ରାରବ୍ଧ ମନୁଷ୍ୟକୁ କର୍ମରେ ପ୍ରବୃତ୍ତ କରାଏ, କିନ୍ତୁ ମନୁଷ୍ୟ ତାହା ବୁଝିପାରେ ନାହିଁ। ନିଗମାନନ୍ଦ ବନ ଶୋଭା ଦର୍ଶନ କରିବାକୁ ଆସିଥିଲେ, କିନ୍ତୁ ପ୍ରକୃତ ପକ୍ଷରେ ପ୍ରାରବ୍ଧ ତାଙ୍କୁ ସୁମରି ଦାସଙ୍କ ନିକଟକୁ ନେଇ ଆସିଲା। ସୁମରି ଦାସଙ୍କର ମଧ୍ୟ ଏହିପରି ଭାବରେ ସାଧୁତ୍ୱର ବିକାଶ ହୋଇଥିଲା। ପୂର୍ବରୁ ତାଙ୍କର ସାଧୁ ହେବାର ଇଚ୍ଛା ନଥିଲା। ସୁମରି ଦାସଜୀ ଦିନେ ଗଳ୍ପ ଛଳରେ ନିଗମାନନ୍ଦଙ୍କୁ କହିଲେ ଯେ ସେ ପଞ୍ଚାବେଶରୀ ରଣକିତ୍ ସିଂହଙ୍କର ସଭାସଦ୍ ଥିଲେ। ରଣକିତଙ୍କ ମୃତ୍ୟୁ ପରେ ଦିଲୀପ ସିଂହ ଦ୍ୱିତୀୟ ଶିଖ ସମରରେ ପରାଜିତ ହେଲେ। ସୁମରି ଦାସ ଦିଲୀପ ସିଂହଙ୍କୁ ଛାଡ଼ି ଆସି ୟୁରୋପୀୟ ବହୁ ସ୍ଥାନ ଭ୍ରମଣ କରି ରୁଷିଆ ଦେଶରେ ପହଞ୍ଚିଥିଲେ। ତାପରେ ଚୀନ ଦେଶର ନାନା ସ୍ଥାନରେ ଭ୍ରମଣ କରି ଶେଷରେ ଯାଇ ତିକ୍କରରେ ଅବସ୍ଥାନ କଲେ। ଏହିଠାରେ ଥିବା ସମୟରେ ଜଣେ ଯୋଗୀ ତାଙ୍କୁ ଆକର୍ଷଣ କରି ନେଇଗଲେ। ତାଙ୍କ କୃପାରୁ ସୁମରି ଦାସଜୀ ଯୋଗସିଦ୍ଧ ହୋଇ ପୂର୍ବୋକ୍ତ ଗୁହାରେ ରକ୍ଷିତ ସନାତନ ଧର୍ମ ଶାସ୍ତ୍ର ସମୂହର ରକ୍ଷକ ହୋଇ ରହିଲେ। ସଭାସଦ୍ ଥିବାବେଳେ ତାଙ୍କ ନାମ ଥିଲା କୁଥମିଲାଲ ସିଂହ। ଯୋଗସିଦ୍ଧି ପରେ ସେ ସ୍ୱାମୀ ସୁମରି ଦାସଜୀ ନାମରେ ପରିଚିତ ହେଲେ। ପ୍ରସଙ୍ଗକ୍ରମେ ଆଉ ଦିନେ ସୁମରି ଦାସଜୀ ପ୍ରକାଶ କଲେ ଯେ ଭାରତର ଥିଓସଫିକାଲ ସୋସାଇଟି ସହିତ ମଧ୍ୟ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ରହିଛି। ଏହି ସୋସାଇଟିର ପ୍ରତିଷ୍ଠାତା ମ୍ୟାଡାମ ବ୍ଲାଭାଟସ୍କି ଜାହାଜରେ ଯାଉଥିବା ବେଳେ ଦିନେ ସୁମରି ଦାସଜୀ କୌଣସି ଆଧ୍ୟାତ୍ମିକ କାରଣବଶତଃ ତାଙ୍କୁ ସୂକ୍ଷ୍ମ ଭାବରେ ସାକ୍ଷାତ କରି ତାଙ୍କର ମତ ପରିବର୍ତ୍ତନ କରାଇଥିଲେ ଓ ତାଙ୍କୁ ଭାରତକୁ ଅଣାଇଥିଲେ। ତାଙ୍କର ପ୍ରେରଣାରେ ମ୍ୟାଡାମ ୟୁରୋପରେ ଭାରତର ଆଧ୍ୟାତ୍ମ ସମ୍ପଦ ବିଷୟରେ ପ୍ରଚାର କଲେ। ବର୍ତ୍ତମାନ ନିଗମାନନ୍ଦ ଜାଣିଲେ ଯେ ବ୍ଲାଭାଟସ୍କି ସୁମରି ଦାସଜୀଙ୍କର ଶିଷ୍ୟ, ସୁତରାଂ ତାଙ୍କର ଗୁରୁଭଗ୍ନୀ। ଯୋଗୀ ଗୁରୁଙ୍କ ନିର୍ଦ୍ଦେଶ। ଏହି ପାଶ୍ଚାତ୍ୟ ପ୍ରଦେଶରେ ନିଗମାନନ୍ଦ ଗୁରୁ ସୁମରି ଦାସଜୀଙ୍କ ନିକଟରେ 3 ମାସରୁ କିଛି ଅଧିକ ଦିନ ରହି ଯୋଗ ସାଧନାର ପ୍ରାଥମିକ କ୍ରିୟାଗୁଡ଼ିକ ଆୟତ୍ତ କରିପାରିଥିଲେ। ଅନ୍ୟାନ୍ୟ କ୍ରିୟା ଅଭ୍ୟାସ ନିମିତ୍ତ ବନଭୂମି ଅନୁକୂଳ ନୁହେଁ ବୋଲି ସୁମରି ଦାସଜୀ ଉପଦେଶ ଦେଇ କହିଲେ, ବର୍ତ୍ତମାନ ତୁ ଲୋକାଳୟରୁ ଯାଇ ଯୋଗ ସାଧନ କର। କେବଳ ଶାସ୍ତ୍ର ପାଠ କଲେ ଚଳିବ ନାହିଁ। ସାଧନ କରିବା ଆବଶ୍ୟକ, କିନ୍ତୁ ସାରୁ କନ୍ଦମୂଳ ସିଝା ଖାଇ ତାହା କରିହୁଏ ନାହିଁ। ଯୋଗ ସାଧନ ସମୟରେ ରାଜା ପରି ଘିଅ, ଦୁଧ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଖାଇବାକୁ ହେବ। ସେଥିପାଇଁ ଅର୍ଥର ପ୍ରୟୋଜନ। ତୁ ବର୍ତ୍ତମାନ ଲୋକାଳୟକୁ ଯାଇ କୌଣସି ଧନୀ ଗୃହସ୍ଥର ଆଶ୍ରୟରେ ରହି ଯୋଗ ସାଧନ କର। ନିଗମାନନ୍ଦ, କେଉଁ ଆଡ଼କୁ ଯିବି? ସୁମରି ଦାସ, ଏଠାରୁ ମେଦିନୀପୁର ଯା, ସେଠାରେ ତତେ ସାହାଯ୍ୟ କରିବାକୁ ଲୋକ ଜୁଟିବେ। ଗୃହ ତ୍ୟାଗ କରିବା ପରେ କେବଳ ବେଦାନ୍ତ ଚର୍ଚ୍ଚା
କରିବା ଫଳରେ ନିର୍ବିକଳ୍ପ ଅବସ୍ଥା ପ୍ରତି ନିଗମାନନ୍ଦଙ୍କର ସ୍ୱାଭାବିକ ଆକର୍ଷଣ ଥିଲା। ସୁତରାଂ ସେ ପଚାରିଲେ, ଯୋଗ ସାଧନାର ଚରମ ଅବସ୍ଥା ହେଉଛି ଅସମ୍ପ୍ରଜ୍ଞାତ ସମାଧି। ଏହି ଅବସ୍ଥା ଲାଭ ପରେ ନିର୍ବିକଳ୍ପ ଅବସ୍ଥା ପାଇଁ କ'ଣ ପୁଣି ସାଧନା କରିବାକୁ ହୁଏ? ସୁମେର ଦାସ କହିଲେ, ଅସମ୍ପ୍ରଜ୍ଞାତ ଅଜାନେ ସେ ନିର୍ବିକଳ୍ପ ଆପାସେ ଆଜାୟଗା। ଅସମ୍ପ୍ରଜ୍ଞାତ ସମାଧି ଲାଭ କଲେ ହେଲେ ଆପଣା ମନକୁ ନିର୍ବିକଳ୍ପ ସମାଧି ହେଇଯିବ। ନିଗମାନନ୍ଦ ତାଙ୍କ ଆଦେଶ ଶିରଧାର୍ଯ୍ୟ କଲେ। ବିଦାୟ ପୂର୍ବରୁ ସୁମେର ଦାସଜୀ ନିଗମାନନ୍ଦଙ୍କର ଭବିଷ୍ୟତ ସମ୍ବନ୍ଧରେ ଅନେକ ଉପଦେଶ ଦେଇ ପ୍ରଫୁଲ୍ଲିତ ଚିତ୍ତରେ ତାଙ୍କୁ ପୂର୍ବ କଥିତ ପାର୍ବତ୍ୟ ବସ୍ତିରେ ଛାଡ଼ି ଆସିଲେ। ସେଠାରେ ପାହାଡ଼ିଆ ଲୋକେ ପୁଣି ନିଗମାନନ୍ଦଙ୍କୁ ଫେରିଆସିବା ଦେଖି ଅତିଶୟ ଆନନ୍ଦିତ ହେଲେ। ନିଗମାନନ୍ଦ ସେଠାରୁ ବ୍ରହ୍ମକୁଣ୍ଡ ନିକଟକୁ ଗଲେ। ବ୍ରହ୍ମକୁଣ୍ଡରୁ ପରଶୁରାମ ତୀର୍ଥକୁ ଯାଉଥିବା ଯାତ୍ରୀମାନଙ୍କ ସହିତ ସେ ପୁଣି ବଙ୍ଗ ଦେଶକୁ ଫେରିଆସିଲେ। ଗୁରୁ ଆଶ୍ରମ ତ୍ୟାଗ କରି ବଙ୍ଗ ଦେଶକୁ ଆସି ପ୍ରଥମେ ନିଗମାନନ୍ଦ ମେଦିନୀପୁର ଗଲେ। ଯାଉ ଯାଉ ଦିନେ ସେ ଏହି ଜିଲ୍ଲାର ତମଲୁକ ସବଡ଼ିଭିଜନର ନନ୍ଦୀଗ୍ରାମ ଥାନା ମଧ୍ୟରେ ଥିବା ହରିପୁର ଗ୍ରାମରେ ଉପସ୍ଥିତ ହୋଇ ଗ୍ରାମର ଦେବାଳୟରେ ରାତ୍ରି ଯାପନ କଲେ। ଅତି ପ୍ରତ୍ୟୁଷରୁ ଗ୍ରାମର ଜମିଦାର ଶାରଦା ପ୍ରସାଦ ମଜୁମଦାର ସେଠାକୁ ଆସି ନିଗମାନନ୍ଦଙ୍କ ପରିଚୟ ପଚାରି କହିଲେ, ଆପଣ କିଏ? କାହିଁକି ବୁଲୁଛନ୍ତି କୁହନ୍ତୁ ତ? ନିଗମାନନ୍ଦ ତାଙ୍କୁ ପରିଚୟ ନେବାର କାରଣ ପଚାରିବାରୁ ସେ କହିଲେ, କାଲି ରାତିରେ ଜଣେ ଦୀର୍ଘକାୟ ସାଧୁ ସ୍ୱପ୍ନରେ ମୋତେ କହିଲେ, ତୁମ ଦେବାଳୟରେ ଜଣେ ସାଧୁ ରାତ୍ରି ଯାପନ କରୁଛନ୍ତି। ତାଙ୍କୁ ଯୋଗ ସାଧନାରେ ସାହାଯ୍ୟ କର, ତୁମର ପ୍ରଭୂତ ମଙ୍ଗଳ ହେବ। ଆପଣ କ'ଣ ସେହି ସାଧୁ? ଏକଥା ଶୁଣି ନିଗମାନନ୍ଦ ବୁଝିଲେ ଯେ ସୁମେର ଦାସଜୀ ଏବେ ମଧ୍ୟ ତାଙ୍କ ସଙ୍ଗରେ ଅଛନ୍ତି। ନିଗମାନନ୍ଦ ନିଜର ପରିଚୟ ଦେଇ କହିଲେ ଯେ ସେ ଯୋଗ ସାଧନା ନିମିତ୍ତ ନାନା ସ୍ଥାନରେ ଭ୍ରମଣ କରୁଛନ୍ତି। ତାଙ୍କ କଥା ଶୁଣି ଶାରଦା ବାବୁ କହିଲେ, ଯେ ପ୍ରକାର ସାହାଯ୍ୟର ପ୍ରୟୋଜନ ହେବ ତାହା ମୁଁ ଦେବାକୁ ପ୍ରସ୍ତୁତ ଅଛି। ଶାରଦା ବାବୁଙ୍କର ଘର ପଛରେ ଗୋଟିଏ ବଗିଚା ଥିଲା। ନିଗମାନନ୍ଦ ଶାରଦା ବାବୁଙ୍କୁ ସେହିଠାରେ 3 ଗୋଟି କୋଠରୀ ଯୁକ୍ତ ଗୋଟିଏ ଘର ତିଆରି କରିଦେବାକୁ କହିଲେ। ଘର ପ୍ରସ୍ତୁତ ହୋଇଯିବା ପରେ ନିଗମାନନ୍ଦ ଶାରଦା ବାବୁଙ୍କୁ କହିଲେ ଯେ ସେ ଏଠାରେ ସାଧନା କରୁଛନ୍ତି ଏକଥା ଯେପରି ଅନ୍ୟ କେହି ନ ଜାଣନ୍ତି। ଏଇଥିରେ ଶାରଦା ବାବୁ ସମ୍ମତ ହେଲେ। ଶାରଦା ବାବୁ ସେଠାରେ ଜମିଦାର ଓ ସ୍ୱାସ୍ତିକ ଭାବାପନ୍ନ। ତାଙ୍କର କୌଣସି ସାଂସାରିକ ଅଭାବ ନ ଥିଲା। ନିଗମାନନ୍ଦଙ୍କୁ ସେ ଯୋଗ ସାଧନାରେ ସାହାଯ୍ୟ କରିବାକୁ ଲାଗିଲେ। ଯୋଗ ସାଧନ। ନିଗମାନନ୍ଦ ସୁମେର ଦାସଜୀଙ୍କ ଉପଦେଶ ଅନୁସାରେ ପ୍ରଥମେ ଶରୀରକୁ ସାଧନାର ଉପଯୋଗୀ କରିବା ନିମିତ୍ତ ହଠ ଯୋଗର ଷଟ ସାଧନା ଦ୍ୱାରା ଶରୀର ଶୋଧନର ଅଭ୍ୟାସ କରିବାକୁ ଲାଗିଲେ। ହଠଯୋଗ ଓ ଲୟଯୋଗ ସମ୍ପୂର୍ଣ୍ଣ ପୃଥକ୍। ହଠଯୋଗ ଦ୍ୱାରା ଶରୀର 4-5 ଶତବର୍ଷ ସ୍ଥାୟୀ ହୁଏ। ଲୟଯୋଗ ଦ୍ୱାରା ଜୀବାତ୍ମା ଓ ପରମାତ୍ମାଙ୍କର ଲୟ ହୁଏ। ହଠଯୋଗର ଷଟ ସାଧନା ସାହାଯ୍ୟରେ ଶରୀର ଶୋଧନ କରିବାକୁ ହୁଏ। ଶରୀର ଶୋଧନ ନ ହେଲେ ଲୟଯୋଗର ଅପରାପର ସାଧନଗୁଡ଼ିକ କ୍ରିୟାଶୀଳ ହୁଏ ନାହିଁ। ସୁମେର ଦାସଜୀଙ୍କ ଷଟ ସାଧନାର ପ୍ରତ୍ୟେକ କ୍ରିୟାକୁ 2 ମାସ କରି ଅଭ୍ୟାସ କରିବାକୁ ନିଗମାନନ୍ଦଙ୍କୁ ଉପଦେଶ ଦେଇଥିଲେ। ଧୌତି ପ୍ରକରଣ ଶେଷ କରିବାକୁ ବର୍ଷେ ଲାଗିବାର କଥା। 1 ବର୍ଷରୁ ଅଧିକ ସମୟ ଶୋଧନ ଅଭ୍ୟାସ କରିବା ଅନାବଶ୍ୟକ। କିନ୍ତୁ ଆସନ ଅଭ୍ୟାସ ଓ ଧୌତି ଏକା ସାଙ୍ଗରେ କରାଯାଇପାରେ। ନାସିକା ମଧ୍ୟରେ ସୂତ୍ର ଚାଳନା କରିବା, ଗରମ ଜଳ ସହିତ 3 ଆଙ୍ଗୁଳି ଚଉଡ଼ା କନା ଉଦରସ୍ଥ କରି ପୁନରାୟ ତାହା ବମନ କରିବା, ପୁଷ୍କରିଣୀରେ ଜଳ ଭିତରେ ଅଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ଦେଇ ମଳଦ୍ୱାର ଓ ଲିଙ୍ଗଦ୍ୱାରର ମୁଦ୍ରାଭିସରଣ ସାହାଯ୍ୟରେ ଜଳଗ୍ରହଣ ଓ ତ୍ୟାଗ କରିବା ଇତ୍ୟାଦି ଶୋଧନ ପ୍ରକ୍ରିୟା କରିବାରେ 3 ଦିନ ଅତିବାହିତ ହେବାକୁ ଲାଗିଲା। ଯୋଗର ପ୍ରଥମ ଓ ପ୍ରଧାନ ସାଧନା ମେରୁଦଣ୍ଡକୁ ସିଧା କରିବା।
ଏହି ଉଦ୍ଦେଶ୍ୟରେ ନିଗମାନନ୍ଦ ଆସନ ଅଭ୍ୟାସ ଆରମ୍ଭ କଲେ। ଆସନରେ ବସିବା ସମୟରେ କାଳେ ନିଦ ଲାଗିଯିବ, ତେଣୁ ସେ ପଛପଟେ ଗୋଟିଏ କାଠର ତକ୍ତା ପୋତି ରାତି ପରେ ରାତି ବିନିଦ୍ର ନୟନରେ ଆସନ ଅଭ୍ୟାସ କରିବାକୁ ଲାଗିଲେ। ଯୋଗ ଅଭ୍ୟାସ ସମୟରେ ଯୋଗ ସାଧନା ଜନିତ କ୍ଷୟ ପରିପୂରଣ କରିବା ପାଇଁ ରାଜାଙ୍କ ପରି ଦୁଧ ଘିଅ ଖାଇବା ଦରକାର। ଶାରଦାବାବୁ ଅକୁଣ୍ଠିତ ଚିତ୍ତରେ ନିଗମାନନ୍ଦଙ୍କ ପାଇଁ ସେହିଭଳି ବ୍ୟବସ୍ଥା କରିଦେଲେ। ଏହିପରି ପ୍ରାୟ 9 ମାସ ଗତ ହେଲା। ଜୟଗୁରୁ।